ମା, ଆମ ଘରକୁ କିଏ ଆସିଛନ୍ତି ଦେଖ, ଶୀଘ୍ର ଆସ। ରହ ରେ ମା, ମୁଁ ଯାଉଛି। ରୀମା, ତୁ ଏତେ ଦିନ ପରେ ମୋ କଥା ମନେ ପଡ଼ିଲା? ହଁ ନାନୀ, ଘରେ ଏତେ କାମ ରହୁଛି କି ଘରୁ ବାହାରି ତୋ ଘରକୁ ଆସିପାରୁନଥିଲି। ଆ ଭିତରକୁ ଆ। ରାନୁ, ଆ ମା ଭିତରକୁ ଆ। ଏ ଚେୟାରରେ ବସ, ମୁଁ ତମମାନଙ୍କ ପାଇଁ ଫଳ ଆଉ ଜୁସ୍ ନେଇ ଆସୁଛି। ନା ନାନୀ, ମୋର ଡେରି ହେଉଛି, ବାହାରେ କାମ ଅଛି, ମୁଁ ଯାଉଛି। ମୁଁ 2 ଦିନ ପରେ କାମ ସାରି ଫେରିବି। ରାନୁ, ତୁ ମାଉସୀ ଘରେ ଥା, ମୁଁ ଫେରିଲା ବେଳେ ତତେ ନେଇକି ଯିବି। ଏବେ ମୁଁ ଯାଏ। ରାନୁ, ଆ ମୋ ସାଙ୍ଗରେ, ମୁଁ ତତେ ଆମ ଜଙ୍ଗଲ ବୁଲାଇ ଦେଖାଇବି। ଠିକ୍ ଅଛି ମିକି, ଚାଲ ଯିବା। ଏମିତି ସେମାନେ ଜଙ୍ଗଲରେ ବୁଲିବାକୁ ଲାଗିଲେ। କିଛି ସମୟ ପରେ ସେମାନେ ଗୋଟିଏ ଜାମୁ ଗଛ ଦେଖିବାକୁ ପାଇଲେ। ବାଃ, କେତେ ସୁନ୍ଦର ଜାମୁ ଗଛ! ଏମିତି ଜାମୁ ମୁଁ ଆଗରୁ କେବେ ଦେଖିନଥିଲି। ଏ ଜାମୁ ଖାଇକି ଦେଖେ କେମିତି ଲାଗୁଛି। ମିକି କହେ, ମୁଁ ବି ଏ ଜାମୁ ଗଛ ଆଗରୁ କେବେ ଏଠାରେ ଦେଖିନଥିଲି। ଏ ଫଳ ଖାଇବା ଠିକ୍ ହବ ନାହିଁ। ଆରେ ତୁ ଏତେ ଡରୁଛୁ କାହିଁକି? ତୁ ନ ଖାଇଲେ ନ ଖା, ମୁଁ ତ ଖାଇବି। ଏମିତି କହି ରାନୁ ସେ ଜାମୁ ଗଛରୁ ଯେମିତି ଜାମୁ ଖାଇଛି, ସେ ହଠାତ୍ ବେହୋସ ହୋଇ ତଳେ ପଡ଼ିଗଲା। ଏ କ'ଣ ରାନୁ, କ'ଣ ହେଲା ତୋର? ଉଠ ରାନୁ, ମୁଁ ଏବେ କ'ଣ କରିବି? ସେତିକି ବେଳେ ଜାମୁ ଗଛ କଥା କହିବାକୁ ଲାଗେ। ଆରେ ମିକି, ବ୍ୟସ୍ତ ହୁଏ ନାହିଁ, ଏ ମୋ ଫଳ ଖାଇ ବେହୋସ ହୋଇଯାଇଛି। ମିକି ଗଛ କଥା କହୁଥିବାର ଦେଖି ଡରିଯାଇ ତା ମା ପାଖକୁ ଉଡ଼ିଗଲା। ତା ମାକୁ ସବୁ କଥା ଜଣାଇଲା। ଦୁହେଁ ମିଶି ସେ ଜାମୁ ଗଛ ପାଖକୁ ଆସିଲେ। ଟିକି କହିଲା, ଉଠିଯା ମା ରାନୁ, ଉଠିଯା। ରାନୁ 2 ଦିନ ପାଇଁ ଆମ ଘରକୁ ଆସିଥିଲା। ଯଦି ତାର କିଛି ହୋଇଗଲେ ମୁଁ ମୋ ଭଉଣୀକୁ କେମିତି ମୁହଁ ଦେଖାଇବି? ଏହା କହି ଟିକି କାନ୍ଦୁଥାଏ। ସେତିକିବେଳେ ଜାମୁ ଗଛ କଥା କହିବାକୁ ଲାଗେ। ଆରେ ଟିକି, ତୁ କାନ୍ଦ ନାହିଁ, ଏ ତୋର ଝିଆରୀ ରାନୁ ଠିକ୍ ହୋଇଯିବ। ଟିକି କହେ, ଆରେ ଗଛ, ତମେ ମୋ ନାଁ କେମିତି ଜାଣିଲ? ତମେ ଗଛ ହୋଇ କେମିତି କଥା କହୁଛ? ହଁ, ମୋ କଥା ଧ୍ୟାନ ଦେଇ ଶୁଣ। ମୁଁ ଆଗରୁ ଗୋଟିଏ ସୁନ୍ଦର ଚଢ଼େଇ ଥିଲି। ମୁଁ ଜଣେ ଋଷିଙ୍କ ଅଭିଶାପ ଫଳରେ ଏମିତି ଗଛ ବନି ଯାଇଛି, ଆଉ ମୋ ଫଳ ସବୁ ବିଷାକ୍ତ ହୋଇଯାଇଛି। ଏ ଜଙ୍ଗଲର ଉତ୍ତର ଦିଗରେ ଗୋଟିଏ ଆମ୍ବ ବଗିଚା ରହିଛି। ସେହି ବଗିଚା ଭିତରେ ଗୋଟିଏ ଲାଲ ଆମ୍ବ ଫଳ ଗଛଟିଏ ରହିଛି। ସେଠାରୁ ଆମ୍ବ ତୋଳି ଆଣି ସେ ରସ ରାନୁ ପାଟିରେ ଦେବୁ, ସେ ତୁରନ୍ତ ଠିକ୍ ହୋଇଯିବ। ତୁ ଡେରି ନ କରି ଶୀଘ୍ର ଯା, ନହେଲେ ମୋ ଫଳର ବିଷ ତା ଦେହ ସାରା ଚରିଯିବ, ଆଉ ତାକୁ ବଞ୍ଚାଇବା କଷ୍ଟ ହୋଇଯିବ। ସେମିତି କୁହ ନାହିଁ ଗଛ ଭାଇ, ମୁଁ ମୋ ଝିଆରୀକୁ ବଞ୍ଚାଇବା ପାଇଁ କିଛି ବି କରିପାରିବି। ଏହା କହି ଟିକି ଆଉ ତା ଝିଅ ମିକି ସେଠାରୁ ଉଡ଼ିଗଲେ। ଉତ୍ତର ଦିଗକୁ କିଛି ରାସ୍ତା ଗଲା ପରେ ଗୋଟିଏ ସୁନ୍ଦର ଆମ୍ବ ବଗିଚା ଦେଖିବାକୁ ପାଇଲେ। କିନ୍ତୁ ସେଠାରେ ଲାଲ ଆମ୍ବ କାହିଁ କେଉଁଠାରେ ବି ଦେଖିବାକୁ ମିଳିଲା ନାହିଁ। ଟିକି ଏବଂ ତା ଝିଅ ମିକି ଖୋଜି ଖୋଜି ହାଲିଆ ହୋଇ ଗୋଟିଏ ଗଛ ତଳେ ବସିଲେ। ସେତିକିବେଳେ ଜଙ୍ଗଲର ଗୋଟିଏ ସ୍ଥାନରୁ କାଠ କାଟିବାର ଶବ୍ଦ ଶୁଭିଲା। ଟିକି ସେପଟକୁ ଅନାଇ ଦେଖିଲା, ଗୋଟିଏ ଲୋକ ଗଛଟିକୁ କାଟିବାରେ ଲାଗିଛି। ସେ ଦେଖିଲା ସେ ଗଛରେ ଲାଲ ଆମ୍ବ ସବୁ ରହିଛି। ସେ ତୁରନ୍ତ ଯାଇ କାଠ କାଟୁଥିବା ବ୍ୟକ୍ତିଙ୍କୁ ହାତ ଯୋଡ଼ି କହିଲା, ଭାଇ, ଏ ଗଛ କାଟ ନାହିଁ। କାଠୁରିଆଟି କହିଲା, ଗଛ ନ କାଟିଲେ ଘରେ ମୋ ସ୍ତ୍ରୀ ରୋଷେଇ କରି କିପରି ଖାଇବାକୁ ଦେବ? ଏବେ ତ ଗାଁରୁ ସହର ଯାଏ ସମସ୍ତ ଲୋକ ରନ୍ଧନ ଗ୍ୟାସର ସମସ୍ୟା। ଗ୍ୟାସ୍ କୌଣସିଠାରେ ମିଳୁନାହିଁ। ଆମେ ରୋଷେଇ କରି ଖାଇବା ପାଇଁ କାଠ କି ପତ୍ର ଜାଳିବୁ? ତେଣୁ ଏ ଗଛ କାଟୁଛି। ଟିକି ଚଢ଼େଇ କହିଲା, ଭାଇ, ମୋ କଥାଟି ଶୁଣ। ମୋ ଝିଆରୀ ଜଙ୍ଗଲର ବିଷାକ୍ତ ଫଳ ଖାଇ ଦେଇଛି। ସେ ଏବେ ବେହୋସ ହୋଇ ତଳେ ପଡ଼ିଛି। ମୁଁ ଯଦି ଶୀଘ୍ର ଏ ଲାଲ ଆମ୍ବର ଫଳରସ ତାକୁ ନ ଦିଏ, ତାର ମୃତ୍ୟୁ ହେବ। ସେ ମୋ ଭଉଣୀର ଝିଅ ମୋ ଘରକୁ ଏ ଗ୍ରୀଷ୍ମ ଛୁଟିରେ 2 ଦିନ ପାଇଁ ଆସିଥିଲା। ତାହାର ଯଦି କୌଣସି କିଛି ହୋଇଯାଏ, ମୋ ଭଉଣୀକୁ କିପରି ମୁହଁ ଦେଖାଇବି? କାଠୁରିଆଟି କହିଲା, ଜଙ୍ଗଲରେ ଏତେ ଗଛ ଅଛି, ତମେ
ଅନ୍ୟ ଆମ୍ବ ଗଛର ଫଳ ନେଇଯାଅ, ମତେ ଏ ଗଛ କାଟିବାକୁ ଦିଅ। ଚଢ଼େଇ କହିଲା, ନା କାଠୁରିଆ ଭାଇ, ଅନ୍ୟ ଆମ୍ବ ଗଛର ଫଳ ମୋ ଝିଆରୀର ଜୀବନ ବଞ୍ଚାଇ ପାରିବ ନାହିଁ, କାରଣ ଅନ୍ୟ ଆମ୍ବ ଗଛରେ ଲାଲ ଆମ୍ବ ନାହିଁ। କାଠୁରିଆଟି କହିଲା, ଠିକ ଅଛି, ଯଦି ତମେ ଏ ଗଛର ଫଳ ନେବାକୁ ଚାହୁଁଛ ତମେ ନିଶ୍ଚୟ ନେଇପାରିବ, କିନ୍ତୁ ତା ବଦଳରେ ମୋର ଗୋଟିଏ କାମ କରିବାକୁ ପଡ଼ିବ। ଟିକି କହିଲା, କି କାମ? ମତେ ଗୋଟିଏ ରନ୍ଧନ ଗ୍ୟାସ୍ ଆଣିକି ଦେଲେ ମୁଁ ତୁମକୁ ଏ ଗଛର ଫଳ ତୋଳିବାକୁ ଦେବି। ଟିକି କହିଲା, ଠିକ ଅଛି, ମୋ ଝିଆରୀ ପାଇଁ ମୁଁ କିଛି ବି କରିପାରିବି, କିନ୍ତୁ କାଠୁରିଆ ଭାଇ, ଏ ରନ୍ଧନ ଗ୍ୟାସ୍ କେଉଁଠାରେ ମିଳେ? ଏଇ ଜଙ୍ଗଲର ଶେଷ ମୁଣ୍ଡରେ ଗୋଟିଏ ଗ୍ୟାସର ଗୋଦାମ ରହିଛି, ତାଠାରୁ ଗ୍ୟାସ୍ ଆଣି ମତେ ଦିଅ। ସେ ଗ୍ୟାସ୍ ବାଲା କାହାରିକି ଗ୍ୟାସ୍ ଦଉନାହିଁ, ସବୁ ଚାବି ମାରି ରଖିଛି। ତମେ ସେ ଗୋଦାମ ଘରର ପଛ ରାସ୍ତା ଦେଇ ଚୋରି କରି ଆଣିବ। ଟିକି ଏବଂ ମିକି ଯାଇ ଦେଖନ୍ତି ସେ ଗ୍ୟାସ୍ ବାଲା ଗୋଦାମ ଘରେ ଚାବି ଦେଇ ପଛପଟ ରାସ୍ତା ଦେଇ ଚଢ଼ା ଦାମରେ ଗ୍ୟାସ୍ ବିକ୍ରି କରୁଛି। ଟିକି ଏବଂ ତା ଝିଅ ମିକି ସୁଯୋଗ ଦେଖି ଗୋଦାମ ଘର ଭିତରକୁ ପଶିଲେ। ଟିକି ଗୋଟିଏ ଗ୍ୟାସ୍ ଭରା ଟାଙ୍କି ନେଇ ଗୋଦାମ ଘର ପଛପଟ ରାସ୍ତା ଦେଇ ବାହାରକୁ ଆସିଗଲା। ତାପରେ ସେ କିଛି ରାସ୍ତା ସେ ଗ୍ୟାସ୍କୁ ପିଠିରେ ଲଦି ଆସିଲା। ଟିକି କହିଲା, ମାଲୋ, ଏ ଗ୍ୟାସ୍ ତ କେତେ ଓଜନ, ମୁଁ ଆଉ ବୋହି ପାରିବି ନାହିଁ, ମୁଁ ଏଇଠି ରଖିଦେଉଛି। ମିକି କହିଲା, ମା, ଶୀଘ୍ର ଚାଲ, ସେପଟେ ରାନୁର ଅବସ୍ଥା କ'ଣ ହୋଇଥିବ। ହଁ ରେ ମା, ଠିକ କହିଛୁ, ଚାଲ ମା, ତୁ ଆଗେ ଆଗେ ଚାଲ। କାଠୁରିଆ ଭାଇ, ଇଏ ନିଅ ତମ ଗ୍ୟାସ୍। ଗ୍ୟାସ୍ ପାଇ କାଠୁରିଆ ଖୁସି ହୋଇଗଲା, ଆଉ କହିଲା, ଏବେ ତମେ ଏଇ ଗଛରୁ ଯେତେ ପାରିବ ସେତେ ଆମ୍ବ ନେଇପାରିବ। ଟିକି କାଳ ବିଳମ୍ବ ନ କରି ଆମ୍ବ ଗଛରୁ ଆମ୍ବ ତୋଳି ସେଠାରୁ ଉଡ଼ି ରାନୁ ପାଖରେ ଯାଇ ପହଞ୍ଚିଲା। ଲାଲ ଆମ୍ବର ରସ ତା ପାଟିରେ ଦେଲା। କିଛି ସମୟ ପରେ ହିଁ ତାର ଚେତା ଫେରି ଆସିଲା। ସେ ଆଖି ଖୋଲି କହିଲା, ମାଉସୀ, କାହିଁକି କାନ୍ଦୁଛ? ମୁଁ ଏଠାରେ କାହିଁକି ଶୋଇଛି? କିଛି ନାହିଁ ରେ ମା, ଚାଲେ ବେ। ସାରିଲା ମୋ କାଠ ସାରିଲା।